ଚାବି କୋଉ ଚାବି ଖୋଲୁଛି କୋଉ ଚାବି ଖୋଲୁନି କଣ ଭଙ୍ଗା ହଉଛି ତା ଚାବି ତ ଖୋଲିଗଲା ଭିତର ରତ୍ନଭଣ୍ଡାର ଖୋଲିଗଲା କୋଲପ ଖୋଲିଗଲା ଏବଂ ଏବେ ନୂତନ ଦୁଇଟି ତାଲା ପଡିଛି ଏବଂ ନୂତନ ଚାବି ଏବେ ଭିତର ରତ୍ନଭଣ୍ଡାରରେ ପ୍ରବେଶ କରିବାରେ କୌଣସି ଅସୁବିଧା ନାହିଁ। ତା ଭିତରେ ଆଜ୍ଞା ଯୋଉ ସିନ୍ଦୁକ ଅଛି ଆଲମିରା ଅଛି ତାକୁ ଖୋଲନ୍ତୁ କଣ ଜିନିଷ ଅଛି କଣ ନିଅଛି ମଣିତି ଗଣିତି ହବ କି ତା ଚାବି ହଜି ଯାଇଛି ତା ଚାବି ଅଛି କି ନ ଅଛି ସେ ସିନ୍ଧୁକ ଚାବି ଅଛି କି ନ ଅଛି କେତେ ଘଟଣା ତା ଭିତରେ ଅଛି। এইটা যা ভাঙি চাবিটা পকাই দেলে তা ভিতরে দেখুন মু যা কইছি আপনাকে তা ভিতরে আউ গৃহ ଅଛି ରତ୍ନଭଣ୍ଡାର ଭିତରେ ତା ଭିତରେ ଗୃହ ଅଛି ତା ଯୋଉ ରଘୁନାଥ ବେଶ ହେଇଥିଲା ଜଗନ୍ନାଥ ଶହ ଶହ ମଣ ସୁନା ପିନ୍ଧିଥିଲେ ଶହ ଶହ ମଣ ସୁନା ସେ ନିଶ୍ଚିତ ହବ ନା ଆସି ବାହାରେ ପଡିଥବ ସେ ଗୋଟେ କୋଉ ଘର ଭିତରେ କୋଉ ଭିତରେ ଥବ ପ୍ରଭୁଙ୍କୁ ତ ପୁଣି 128 ବର୍ଷ ରଘୁନାଥ ବେଶ ହେଇଥିଲା ଆଉ ରଘୁନାଥ ବେଶ ତ ବହୁତ ଲମ୍ବା ଲାଇନ ମାନେ ଜୟ ବିଜୟ ଦିୱାର ଟୁ ରତ୍ନ ସିଂହାସନ ରଘୁନାଥ ମହାପ୍ରଭୁ ହେଇଥିଲେ ଶିଶୁନାଥ ଗଲା କରେ ସେଇଟା ଖୋଲାଲେ ଜଣା ପଡିବ। ସେଠି ଯୋଉ ରହିଛି ଆଲମିରା ଗୁଡାକ ତାର ଆରପଟେ କିଛି ଗୃହ ଅଛି ବୋଲି ଆପଣ ଭାବୁଛନ୍ତି ଶଙ୍କା କରୁଛନ୍ତି? ଆଜ୍ଞା ଗୃହ ଅଛି ରଜା ଟାଇମ ତ ସେମାନେ ଗୁପ୍ତ ଗୃହ ରଖିଥାନ୍ତି ଗୁପ୍ତ ଗୃହ ହୀରା ନୀଳା ମୋତି ମାଣିକ ଯୋଉ ଦାନ ପୁଣ୍ୟ କରିଥାନ୍ତି ଲୋକମାନେ ତା ରହିଥାଏ ଗୁପ୍ତ ଗୃହ ଅଛି ଦେଖିବା ଗୁପ୍ତ ଗୃହ ବାହାରିବ ନିଶ୍ଚିତ ବାହାରିବ ଯେମିତି ଏମାନେ ମଟର ବାହାରିଲା ଏମାନେ ମଟର ଆପଣ ଆଣିଥିଲେ ଏତେ ରୂପାଇଟା ବାହାରିବ ଗୁପ୍ତ ଗୃହ ଥିଲା ମହାପ୍ରଭୁ ରତ୍ନଭଣ୍ଡାର ନିଶ୍ଚୟ ଗୁପ୍ତ ଗୃହ ବାହାରିବ 100ରୁ 100 ଆପଣ ଦେଖିବା ଆଜି ଆପଣଙ୍କୁ କହିଲି ଗୁପ୍ତ ଗୃହ ସେଗୁଡିକ କିଭଳି ଭାବେ ଯାଞ୍ଚ କରାଯିବ କାରଣ ସେଗୁଡାକ ଯାଞ୍ଚ ନ କଲା ପର୍ଯ୍ୟନ୍ତ ମରାମତି ତ ହେଇପାରିବ ନାହିଁ। ସବୁ ମରାମତି କାମ ନାହିଁ ଆଜ୍ଞା ଆମ୍ପୁଡି ଥାମ୍ପୁଡି ଫିଙ୍ଗିଲେ ହବନି ଇଣ୍ଟାର ଯାଞ୍ଚ ହବ ସବୁ ଯାଞ୍ଚ ହେଇକିରି ସୁରକ୍ଷିତ ଜାଗାରେ ରହିବ ପ୍ରଭୁଙ୍କ ଜିନିଷ ଦେଖାଯିବ ଆପଣଙ୍କ ଭିଡିଓ ମାଧ୍ୟମ ସବୁ ସିସିଟିଭି ମାଧ୍ୟମରେ ସବୁ ଜିନିଷ ଗଣିତି ମଣିତି ପବ୍ଲିକ ହବ ପବ୍ଲିକ ଜାଣିବେ ଯୋଉଥିପାଇଁ କି ସମସ୍ତେ ଅପେକ୍ଷା କରିଛନ୍ତି ଭକ୍ତ ଅପେକ୍ଷା କରୁଛି 4.25 କୋଟି ଓଡିଆ ତା ସେ ବିଶ୍ୱ ଲୋକ ଦେଖୁଛନ୍ତି ଏଇ ଗୋଟିଏ ନ୍ୟୁଜ ଚାରିଆଡେ ବ୍ୟାପିଛି ଯେ ଜଗନ୍ନାଥ ମହାପ୍ରଭୁ ରତ୍ନଭଣ୍ଡାର କଣ ବାହାରୁଛି ଭଗବାନ ପିନ୍ଧିବେ ଜଗନ୍ନାଥ ତାକୁ ପିନ୍ଧିବେ ଅଛି କି ନ ଅଛି ଭଲ ମନ୍ଦ ଅଛି ଆମେ ଗୋଟିଏ କଥା କହିବା ଯେ ଜଗନ୍ନାଥ ରଘୁନାଥ ବେଶ ହେଇଥିଲେ 100 ମଣ ସୁନା ଲାଗି ହେଇଥିଲେ ସେଇ ଜିନିଷଟା ମେନ୍ ଯାଞ୍ଚ ହବ। ମୁକୁଟ ଅଛି ନା ନାଇଁ ସେଇଆ ମୁକୁଟ ବହୁତ ମୁକୁଟ ଥିଲା ଇଏ ଥିଲା ହୀରା ନୀଳା ତାର ହୀରା ନୀଳା ମୋତି ମାଣିକ ସେତେବେଳେ ହଜାର ହଜାର ବର୍ଷ ରଜା ରାଜୁଆ ଥିଲେ ସବୁ ଦାନ ପୁଣ୍ୟ କରନ୍ତି ଜଗନ୍ନାଥଙ୍କୁ କରନ୍ତି ଆମେ ଦେଖିବା ସେଇ ଜିନିଷ ଅଛି କି ନ ଅଛି କି ମୁକୁଟ କୁଆଡେ ଗଲା ଐତିହ୍ୟ ଗବେଷକ ମାନେ କହୁଛନ୍ତି ଯେ 34ଟା ମୁକୁଟ ଥିଲା ପୂର୍ବରୁ କିଏ କହୁଛି 46ଟା ମୁକୁଟ ଥିଲା ସେଇଟା ଯଦି ଆପଣ ଆଜି ଗୋଟେ କଥା କହିଲି ସେ ମୁକୁଟ ଅଛି କି ନ ଅଛି ମୁଁ କହିପାରୁନି ସେକେଣ୍ଡରେ ସେ ମୁକୁଟ କାଳେ ରଜା ରାଜୁଆ ନେଇଯାଇଥିବେ ସେତେବେଳେ ଯେତେବେଳେ ଲୁଣ୍ଠନ ହଉଥିଲା ନେଇଯାଇଥିବେ ଆଗ ଖୋଲା ହିଁ ଦେଖାଯାଉ ଆମେ 128 ବର୍ଷ ତଳେ କିଛି ହେଇନି ଆମେ ଖୋଲା ହିଁ ଦେଖାଯିବ ଯେ କଣ ଆମ ଜିନିଷ ରହିଛି କଣ ଆମ ଜିନିଷ ନାହିଁ ଗୋଟେ ଦିନରେ ଇଏ କଣ ସମ୍ଭବ ଏଇଟା ପାଗଲା ହେଲେ ଇଏ ଆଜ୍ଞା ଲାଗିବ ମାସ ଲାଗିବ ଇଏ ଗୋଟେ ଦିନ ଆଜ୍ଞା 5-6 ଦିନ ଲାଗୁଛି ଜଗନ୍ନାଥ ସୁନା ଅଳଙ୍କାର ପରିଷ୍କାର ହବାକୁ ଯେତିକି ଅଛି ଏ ମାସ ଲାଗିବ ଆଜ୍ଞା ସେମିତି ଆମ୍ପୁଡା ବିଡାରେ କରି ଛାଡିଦେବେ ପୁଣି ପାଣି ପିଡି ଯାହା ନଷ୍ଟ ହେଇଯିବ। ସରକାରଙ୍କୁ ଆମେ କହୁଛୁ ପ୍ରତ୍ୟେକ ତତ୍ତ୍ୱାବଧାନରେ ଯାହାର ଅଭିଜ୍ଞତା ଅଛି ଅଭିଜ୍ଞ ଲୋକଙ୍କୁ ନେଇକିରି ସମ୍ପୂର୍ଣ୍ଣ ଭାବରେ ରତ୍ନଭଣ୍ଡାର ସୁରକ୍ଷିତ ଭାବରେ ଆଉ ଥରେ ତିଆରି ହଉ ରତ୍ନ ଅନ୍ୟ ଜାଗାକୁ ଷ୍ଟ୍ରଙ୍ଗ ରୁମ୍ ସିଫ୍ଟ ହଉ ପହଳା ରହିବେ ସବୁ ମଣତି ଗଣତି ରହିବ ସୁନ୍ଦର ଭାବରେ ଆଉ ଗୋଟେ ରୁମ୍ କରିକି ପ୍ରଭୁଙ୍କ ଜିନିଷ ଆସିବ ନାଇଁ ତ ପୁଣି ବର୍ଷା ହବ ନଷ୍ଟ ହବ 100 ବର୍ଷ ତଳ ବିଲ୍ଡିଂ ଖାଲି ଚୂନ ଭରିକି ମୁଁ ଯାହା କହିଥିଲି ତା ଭିତରେ ବେଙ୍ଗ ବିଛା ସାପ ଘର କଲେଣି ନଷ୍ଟ ହେଇଗଲାଣି ଏଇଟା ସୁରକ୍ଷିତ ଭୁଲ ଭଙ୍ଗା ହଉ 6 ମାସ ଲାଗୁ।